ସଚେତ ପୂର୍ବତନ ସ୍ୱାମୀର ନିୟମ ଏ କଥାଟା ଯେମିତି ଆମ ତିନି ଜଣଙ୍କ ବ୍ୟତୀତ ଆଉ କେହି ନ ଜାଣନ୍ତି। ମଙ୍ଗଳସୂତ୍ର ଯଦି ଠିକ ଟାଇମରେ ଗାଡ଼ିର ବ୍ରେକ୍ ନ ମାରିଥାନ୍ତା ଗାଡ଼ି ସିଧା ଉପରେ ଚଢ଼ି ଯାଇଥାନ୍ତା, ଜୀବନ ବଞ୍ଚିଥାନ୍ତା। ତ ଚାଲ ମୁଁ ତମକୁ ମେଡିକାଲ ନେଇଯିବି। ମୁଁ ଶୁଣିଲି ତମ ମୁଣ୍ଡ ଫାଟି ଯାଇଛି। ଆରେ ଚାଲ ମୁଁ ତମ ମେଡିକାଲ ନେଇଯିବି। ଆରେ ଚାଲ କହୁଛି।
जोड़ के बाकी को बोले जे सेवन दिन कमाने देले दिखाई पड़े जाने तुम ताको को छोड़े जाने खाउतले छोड़े जाने खाउतले जाने ठीक हो से बड़ा दिखा खाई दिखा सुनना तो छाड़ी रे कितने कोण कोई होतला होतला ऐसे को एक बार सब खाई दे दोनों मेरे माँ से दिन से ना वो मूर्ख होते ने छोटा पिला देने आप बहुत वास्ते छाड़ी रखो से सुंदर छाड़ी रखा दे रखो मन भर दोते थे वो पड़ी रोते ने ले अच्छे सिद्धू मेरे माँ मु तो भाई सुना ताली रे खाई दे रे माँ हे खाई दे रे माँ खाई दे लो भले आप मते निश्चय भाबुथिबे मो स्वामी कथा तो स्वामी पाखे रोया कथा तो शाशु घरे रोया कथा संपद पाखे रोइबा कथा भले स्वामी सेवा स्त्री कोण एमती खाली आदरे बोले स्वामी सेवा स्त्री कोण एमती खाली मत करे स्वामी सेवा स्त्री रो कोण कोण प्रकार होता है कोणारे कोण मंगल सूत्र न थाए हमारे संपद तो थे नहीं किदेला नहीं घरू बाहर कर देला ईमान सत्ता पर से संपद का नहीं सेमिति किछि भी नहीं रहती अरे तोरे अवस्था पाई दाई के सिद्धि पाई दाई मोर भाग्य डाले हाजिर आसंता काली राजा जी की 14 वर्ष वनवास को पठी दे वनवास जे निवास करथिले कारागार कोठरी भितरे जो छुआ को जन्म करे देला मोठन ताको दूरे रखा गला सेई भाग्य जीवते मो सब छड़ दूरे रखि दे छिनाले मो सब छड़ सेई भाग्य जीवते छोड़े दे छी तो दुकाम सही करेगा तो दुकाम तो स्वामी से दिन स्वामी के मृत्युवरण कर दिया नहीं नहीं अंकल से बहुत सीरियस कंडीशन में थे जे में संपूर्ण सुस्त अछन कहले आपण मौसम भलो छथि संपूर्ण सुस्त अछथि संपूर्ण सुस्त अछन अरे अवस्था
ପରିଜନ ମାନଙ୍କୁ ବେଖାତିର କରି ଯୋଉ ଝିଅମାନେ ପରପୁରୁଷ ହାତ ଧରି ଚାଲିଛନ୍ତି ସେମାନଙ୍କର ଅବସ୍ଥା ଯାହା ହୁଏ ଆଜି ତୋର ଅବସ୍ଥା ଠିକ ସେଇଆ। ଭୟଙ୍କର ମୁଁ ଯେତିକି ଜାଣିଛି ମ୍ୟାଡାମକୁ ସେ ତାଙ୍କ ସ୍ୱାମୀକୁ ଖୁବ୍ ଭଲ ପାଆନ୍ତି ପାଗଳଙ୍କ ଭଳି ଭଲ ପାଆନ୍ତି। ତାଙ୍କ ସେନ୍ସ ଫେରିବାଠୁ ଅପରେସନ ପର୍ଯ୍ୟନ୍ତ ଅପରେସନଠୁ ମେଡିକାଲ ଡିସଚାର୍ଜ ପର୍ଯ୍ୟନ୍ତ ଏମିତି ବି ଗୋଟିଏ ମିନିଟ ନାହିଁ ସେ ତାଙ୍କ ସ୍ୱାମୀକୁ ମନ ନ ପକାଇଥିଲେ। ଯଦି ଏତେ ମନ ପକଉଥିଲା ତାହେଲେ ବୁଝିବା ଆଜି ରାସ୍ତାର ଭିକାରୁଣୀ କାହିଁକି? ଇଏ ଆପଣଙ୍କ ଝିଅ ସେଇ ଝିଅ ମୋ ତା ସହିତ ଆପଣ ମତେ ବିବାହ କରିବା ପାଇଁ କଥା ଦେଇଥିଲେ ସେଇ ଝିଅ ସିତୁ ତାକୁ ମୁଁ ନିରାଶ କରିବା ପାଇଁ ଆପଣଙ୍କ ପାଖରେ ଶପଥ କରିଥିଲି। ଭାଙ୍ଗି ଦିଅନ୍ତୁ ଆପଣଙ୍କର ସେ ନିଷ୍ପତ୍ତି ଭାଙ୍ଗି ଦିଅନ୍ତୁ ଆପଣଙ୍କ ସେ ନିୟମ। ନାଇଁ ମ୍ୟାଡାମ ଆପଣ ଜାଣିନାହାନ୍ତି ଅଙ୍କଲ ହେଉଛନ୍ତି ମୋ ଈଶ୍ୱର ଆଉ ଈଶ୍ୱରଙ୍କ ନାଁରେ କଥା ନେଇଥିବା ଶପଥଟା ଭାଙ୍ଗି ହୁଏନି। ମୁଁ ଶପଥ କରିଥିଲି ବାହା ହେବି ତ ତୁମକୁ ବାହା ହେବି ତା ନହେଲେ ଜୀବନରେ ଆଉ କେବେ କାହାକୁ ବାହା ହେବିନି। ଡାକ୍ତର ବାବୁ ଛାଡ଼ନ୍ତୁ ସେ କଥା ହେଲେ ତମର ଏ ଅବସ୍ଥା କଣ ହେଇଛି? ଆଉ ବସାରେ କହିଲି ଆଉ କେତେ ଦିନ ରହିଥାନ୍ତା ଡାକ୍ତର ବାବୁ? ସୁନା ପାଉଁଜି ପିନ୍ଧା ପାଦ ଦିଟା କେତେ ଦିନ ଏ ମାଟି ଅଗଣାରେ ବାଟ ଚାଲିଥାନ୍ତା ଡାକ୍ତର ବାବୁ? କ୍ଷୀର କଦଳୀ ଖିଆ ଖଣ୍ଟ କେତେ ଦିନ ଖୁଦ ଚାଉଳ ଖାଇ ବଞ୍ଚିଥାନ୍ତା ଡାକ୍ତର ବାବୁ? କୋଟିପତିର ଝିଅ କେତେ ଦିନ ଏ 700 ଟଙ୍କିଆ ଭଡ଼ା ଘରେ ରହି ଭାତ ଡାଲି ରୋଷେଇ କରି ଖାଇଥାନ୍ତା? ମୁଁ କହୁଛି ତୁ ଚୁପଚାପ ଚାଲିଥାନ୍ତୁ। ସୀତା ମ୍ୟାଡାମକୁ ଭଲ ପାଇବା ହେଇଥିଲ କାହିଁକି ଏମିତି କଲ? ସମୁଦ୍ର ଜୁଆର ଠାରୁ ଝିଅ ମାନଙ୍କ ଦେହରେ ଜୁଆର ଉଠୁଥିବା ଭାରି ଶକ୍ତିଶାଳୀ ଡାକ୍ତର ବାବୁ। ସମୁଦ୍ରରେ ଜୁଆର ଆସିଲେ ସମୁଦ୍ର କୂଳରେ ଥିବା ଛୋଟ ଛୋଟ ଗାଁ ଗୁଣ୍ଡା ମାନଙ୍କୁ ବସେଇ ନିଏ, କିନ୍ତୁ ନାରୀ ମାନଙ୍କ ଦେହରେ ଜୁଆର ଆସିଲେ ମୋ ଭଳି ପାଗଳ ପ୍ରେମିକ ମାନଙ୍କର ବଂଶ ବୁନିୟାଦକୁ ବସେଇ ଦିଏ। ସମୁଦ୍ର ଜୁଆରରେ ମାଛ ମାରନ୍ତି, ଝିଅ ମାନଙ୍କ ଦେହରେ ଜୁଆରରେ ମୋ ଭଳି ପାଗଳ ପ୍ରେମିକ ମାନେ ମରନ୍ତି। ସମୁଦ୍ର ଲୁଣିଆ ପାଣି ଚାଷ ଜମି ନଷ୍ଟ କରେ, ଝିଅ ମାନଙ୍କର ଲୁଣିଆ ଝାଳ ମୋ ଭଳି ପାଗଳ ପ୍ରେମିକ ମାନଙ୍କୁ ଜୀବନ୍ତା ଶବ ସଜେଇ ଦେଉଛି। ତମ ଭଳି ଗରିବ ପିଲାମାନେ ଘର ଝିଅ ମାନଙ୍କୁ ଫସେଇ ବାହା ହେଇ ତାଙ୍କ ବାପ ମାଙ୍କ ଠାରୁ ସେମାନଙ୍କୁ ଅଲଗା କରିଦିଅନ୍ତି। ଆପଣ ଝିଅକୁ ବାହା ହେଇ ମୁଁ ଭୁଲ କରିନି, ମହା ଭୁଲ କରିଛି। ମୁଁ ଯଦି ଜାଣିଥାନ୍ତି ଗୋଟିଏ ଘରେ ପୁଅ କିଛି ଦିନ ରହିଲା ପରେ ক্ষুধা ମିଟିଗଲା ପରେ ଏ ସ୍ୱାମୀ ମାନଙ୍କର ଏକ୍ସପାୟାର ଡେଟ୍ ଚାଲିଯାଏ ବୋଲି ସତ କହୁଛି ଆଜ୍ଞା। এই শীতল মিশ্রকু ମୁଁ କେବେ ବିବାହ ହେଇନଥାନ୍ତି। ହଁ, ରଙ୍ଗୀନ ଚେହେରାରେ ପାଗଳ ହେଇଥିବା ଏ ବୋକା ସମ୍ପଦ ପଣ୍ଡା ନିଜର ବଂଶ ବୁନିୟାଦକୁ ବିକ୍ରି କରିଥିବା ଏ ନିର୍ବୋଧ ସମ୍ପଦ ପଣ୍ଡା ନିଜ ଦେହର ଧରିକୁ ଚରିତାର୍ଥ କରିବା ପାଇଁ ମୋ ସାମ୍ନାରେ ଅଭିନୟ କରୁଥିବା ଚରିତ୍ରହୀନ ଚରିତ୍ରକୁ ଚିହ୍ନିବା ପାଇଁ ନିଜର ନିଜକୁ ହତ୍ୟା କରିଥିବା ଏ ଅପାରଗ ପୁରୁଷ ସମ୍ପଦ ପଣ୍ଡା। ତମେ ମତେ କଣ କହିବାକୁ ଚାହୁଁଛ? ମୁଁ ଗୋଟେ ଚରିତ୍ରହୀନ ବେଶ୍ୟା
ଆମ ଭିତର କଥା ମାନେ ଶୀତଳ ଆଉ ମୋ ଭିତର କଥା ଆପଣ ମୁଣ୍ଡ ଉପରେ ଅଛି ନୁହେଁ ମୁଣ୍ଡ କରିବାକୁ ବାଧ୍ୟ କାହିଁକିନା ଶୀତଳ ହେଉଛନ୍ତି ମୋର ଭାବି ସ୍ୱାମୀ ସ୍ୱାମୀ ଫସିଗଲେ ଡକ୍ଟର ଆପଣ ବି ଫସିଗଲେ ଠିକ ବୁଝିପାରୁଛି ମେଡିକାଲରେ ଥିଲାବେଳେ ଏ ଶୀତଳ ମିଶ୍ର ମୋତେ ଦେଖା କରିବାକୁ ଯାଉନଥିଲା କାହିଁକି ବୁଝିଗଲି ସେତେବେଳକୁ ଏ ଶୀତଳ ମିଶ୍ର ଆପଣଙ୍କ ପ୍ରତି ଢଳିବା ଆରମ୍ଭ ହେଇଯାଇଛି ଏବେ ବି ବୁଝିପାରୁଛି ଏ ଶୀତଳ ମିଶ୍ରକୁ ମୁଁ ଆଉ ଭଲ ଲାଗୁନି କାହିଁକି ଗୋଟିଏ କଥା ମନେ ରଖନ୍ତୁ ଡାକ୍ତର ବାବୁ ବାରମ୍ବାର ପୁରୁଷ ବଢଉଥିବା ନାରୀ ମୁଁ ମା ହେବାକୁ ଯାଉଛି Yes, I am 3 months pregnant. अरे वाह और करेंगे तो भाई तो सब रास्ते आपे आपे अरे वाह मोटे लाଗୁଛି ସୁଖ ଆଉ ତ ଭାଗ୍ୟରେ କାଲି ଦୁଃଖ ଆଉ ଦୁଃଖ କିଛି ମୋ ପାଇଁ ବାଟ ନଥିଲା ଡାଡି କିଛି ଅଛି ବାଟ ଅଛି ବାଟ ସିଦ୍ଧାର୍ଥ ତମେ ଯଦି ଚାହିଁବ ମୋ ଝିଅ ଜୀବନରେ ଫଗୁଣ ଫେରିଏ ମୁଁ ଚାହିଁଲେ ମାନେ ମାନେ ଶୀତର ପେଟରେ ଥିବା ପିଲାଟାକୁ ତମକୁ ଅପରେସନ କରିବାକୁ ହବ नहीं 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 वो भाई वो गाड़ी मेरे में डाले वो प्रिपरा प्रथम सत्ता को केवे मारी मारी डाले केवे मारी मारी ଓ ପିଲା କଥା କହୁଛ ପୂର୍ବରୁ ଯିଏ ତତେ ଚରିତ୍ର ବେଶ୍ୟା ବୋଲି କହିଦେଇଗଲା ଏଥିରେ ମୋ ପିଲାର କଣ କ୍ଷତି ଅଛି ଡାଲେ ଏଥିରେ ମୋ ପିଲାର କଣ ଦୋଷ ଜାଣିଛୁ ଡାଲି ଏ କିଛି ଦିନ ହବ ତମ ଝିଅ ଏକା ଏକା ବୁଲୁଛି ଡାଲି ଏକା ଏକା ବୁଲୁଛି ସେ କାହିଁକି ଆତ୍ମହତ୍ୟା କରିଲେ ତମେ ଜାଣିଛ ଡାଲି କାହିଁକି କାହିଁକି ନା ସେ ଜାଣିଛି ତା ପେଟରେ ତା ଛୁଆ ଅଛି ଚିତ୍ର କାହିଁକି ନା ସେ ଯିଏକି ମୋ ଏକା ଜୀବନର ସାଥୀ ହେବ ମୁଁ ତାକୁ କେମିତି ମାରିଦେବି କହିଲ ଡାଲି କେମିତି ମାରିଦେବି ମୋ ଛୁଆଟାକୁ ମୋ ଛୁଆ ପାଇଁ ତ ମୁଁ ଆଜି ବଞ୍ଚିକି ରହିଛି ନା କିଏ କହିଲ ତମେ ଏକା ଶପଥ କରିଥିଲି ବାହା ହେବି ତ ତୁମକୁ ବାହା ହେବି ତା ନହେଲେ ଜୀବନରେ କେବେ କାହାକୁ ଆଉ ବାହା ହେବି ମୁଁ ଗୋଟେ ଝିଅ ଥିଲି ପ୍ରେମିକା ହେଲେ ସ୍ତ୍ରୀ ବି ଏବେ ମୋ ଗର୍ଭରେ ଗୋଟେ ପିଲା ଅଛି ତାପରେ ହଁ ତାପରେ ବି ମୁଁ ସେ ପିଲାକୁ ବାବାର ପରିଚୟ ଦେବି ମଣିଷ ନା ଡାକ୍ତର ଆପଣ ମଣିଷ ପ୍ଲିଜ୍
ଦୁଇଟା ସମାଜରେ ପ୍ରତିଷ୍ଠା ଦେଇଛନ୍ତି। ଲୋକଙ୍କ ଅପେକ୍ଷା କରିଛି ତମ ପିଲା ଜନ୍ମ ହେବା ପରେ ଆମର ବାହାଘର ହେବ। ଏହାପରେ ବି ଯଦି ତମର ମୋ ସହିତ ବାହାଘର ନ ହୁଏ ତାହେଲେ ମୁଁ ଭାବିନେବି ତମେ ବୋଧେ ମୋ ଭାଗ୍ୟରେ ନାହ। संपदर स्त्री या भितर टोकाटा आउ गोटाए कोना कुआडे से हां कोना कुआडे नमस्कार आज्ञा भाई भाई तू पुरुष जातिटा को एते तळକୁ नहीं आसिलो नमस्कार जीवन पाई मेडिकल थिला बड़े केही नथिले बड़े दीदी दिन राति रही मो पाख मोर पाख रही मोर सेवा करछे हां मोर सेवा जी मो पे काळ पाटी देजी संपत बाबू ने राति राति अनिद्राई मु आपण को सेवा करूथि बेले बेले निज लगे कि आपण को पद तले टळी पड़े ए जगह तार प्रमाण ए जगह बाथरूम रे आपण गाधीबा को गले बेले आपण बाहर साइलो पर मु आपण को बाथरूम को पसे
এই দেখো যেମିତି ଇଂଲିଶରେ ଆସିନ ଶୁଣିଲ ଦେଖ ଦେଖି ଦିଅ ତୋର ବୋଲିକି ଦେଖି ଦିଅ ନର୍ସ ମାନେ ତାଙ୍କ ନର୍ସ ହିସାବରେ ଡ୍ୟୁଟି କରୁଛନ୍ତି ସେ ସବୁ ଫଟୋ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହଉଛି। ଆରେ ଏସବୁ ଭିଡିଓ ଭାଇରାଲ କଲା କିଏ? ଅବଶ୍ୟ ସେ କଥା ମୁଁ ଜାଣିନି ଆଉ କିନ୍ତୁ ମୁଁ ଏତିକି ଜାଣେ ସେ ସୂର୍ଯ୍ୟ ମିଶ୍ରର ଝିଅ ଶୀତଲ ମିଶ୍ର ଏସବୁର ହାତ ଅଛି କାହିଁକି ନା ମୋ ଭାଣିଜୀ ସମାନ ସହିତ ସମ୍ପଦ ବାହାଟା କେମିତି ଭାଙ୍ଗିବ କଥା କରିବ ମେନ୍ ହଉଛି କଥା ମୋତେ କମେଣ୍ଟ ପାସ୍ କର ଆଉ ତାର କିଛି କରିବା ଦରକାର ନାହିଁ। ମୋର ଇଚ୍ଛା ମୁଁ ଏ ଘର ଛାଡି ଚାଲିଯିବି। ମୁଁ ଏ ଘର ଛାଡି ଚାଲିଯିବି। କହରେ ମା ଛାଡି ଚାଲିଯିବା ନିହାତି ଉଚିତ ତା ନହେଲେ ଲୋକମାନେ କେବେ ଶାନ୍ତିରେ ବଞ୍ଚିବାକୁ ଦେବେନି। ଏ ମା ଘର ଛାଡି ଗଲାବେଳେ ତୁ ଆଉ କୁଆଡେ ଯିବୁନି ତୁ ମୋରି ଘରକୁ ଆସିବୁ ମୋ ପୁଅ ସମ୍ପଦର ସ୍ତ୍ରୀ ନା ଏଇଟା ଅସମ୍ଭବ। ଏ ସକାଳ ଯଦି ଅସମ୍ଭବ ଏ ଭାଣିଜେ ଟଙ୍କା ନେ 50 ଟଙ୍କାର ମୁସା ଦେବୁ ତା ସାଙ୍ଗେ ମିଶେଇ କିଛି ଖାଇବାକୁ 100 ଟଙ୍କା କର ଯାଇକି ଖାଇକି ଶୋଇ ପଡୁ ଯା ତୁ ଯା ଆଉ ଶୁଣ ସମ୍ପଦର ବାହାଘର ହବ ଏଇଟା ମୋର ଶେଷ ନିଷ୍ପତ୍ତି। ହଁ ତମେ ଯାଅ ତମେ ସେପଟକୁ ପଳେଇବ ବିଭାଗ ହେଲା ନାଗ ପାଖକୁ ଯିବ ଦେଖିକି ତା ତିଥିବାର ନକ୍ଷତ୍ର ଦେଖିବ ଏଇଠି ସମୁଦି ଏଇ ଭଲ ବାର ଦେଖି ଯଦି ମଟନ ଫଟନ ହଉଥିବ ସେମିତି ବାର ଦେଖିବ ମୁଁ କହୁଛି ଆଗ ହବ ଏରେ ସମୁଦେ ଆଉ ଗୋଟିଏ କଥା ଏରେ କଣ କଥା ରହିବ ଶୀତଳ ସମ୍ପର୍କ ଅଲଗା ହେଇଯାଇଛି କିନ୍ତୁ ଆଇନ ତ ମାନି ନାହିଁ ନା ସେଇଟା ଡିଭୋର୍ସଟା ହେଇଯିବା ନିହାତି ଦରକାର। ତମେ କଣ କିଛି ବୁଝିପାରୁନ?
ବୁଝୁଛ ଏବେ ବି ତମେ କହୁଛ ସବୁ ଭୁଲ ମୋର ନା ବାବୁ ହଁ କହିବ ବା କାହିଁକି ନାଇଁ ବାବୁ କେହି ନ ଜାଣିଲେ ମୁଁ ସତଟା କଣ ଜାଣିଛି ବାବୁ ମୋ ଦିଦି ନା ନିଜେ ତାଙ୍କ ବିଛଣାରେ ଫଟୋଟାକୁ ମୁଁ ଡେଲି ପୋଛି ପୋଛିକି ସଫା କରି ଦଉଛି ଯୋଉ ଫଟୋଟା ତାଙ୍କ ଲୁହରେ ନା ସେଇଟା ଯୋଉଟା ଓଦା ହେଇଯାଉଛି ମୁଁ ସେଇଟା ଡେଲି ମୁଁ ସଫା କରି ଥାଉ ଦରକାର ନାହିଁ ତମେ କେବଳ ତମ ଦିଦିଙ୍କର କେହି ଟଙ୍କା ଲୁହ ଜାଣିଛ ମୁଁ ଯଦି ମୋ ଲୁହ ଟଙ୍କାକୁ ସାଇତି ରଖିଥାନ୍ତି ଆଉ ଗୋଟେ ଲୁହର ନଈ ସୃଷ୍ଟି ହେଇସାରନ୍ତା ଆଚ୍ଛା পেপারটা তুমি দিদিকে দিয়ে দাও কোন লাগলো নাই কাই করছ দেখে ছোট পুরি কান্দিলা বাবু দিও ওরে কাম করো তো আপন এই ছাড়াই কান্দ ও দিদিকে ডাকি দউছি দিদি ওষুধ পাই যাইছো সে ঘর ভিতরে দাঁড়িয়ে আছেন মু যাଉଛି বাবু আপন এই ছাড়াই দিবে কান্দলা তো কান্দলা কাই কান্দ কইলো নাই কাই কান্দিছো কান্দলা তো না এ দাও চুপ হয়ে যালো কান্দলা এ দাও কাই কান্দিছো এ দাও কাই কান্দিছো দিলো মো ছুয়াକୁ দিলো দিও ପ୍ରମୁଖ ଆସିଛି ଗୋଟେ ମହା ଅଶାନ୍ତିରୁ ମୁକ୍ତି ଦେବା ପାଇଁ ଏ ବେପାର कार्ड नहीं केसचो सेटा भी मोहर मोरे दरकार नहीं तमर से निमंत्रण का करते माने तमे बाहे पाको जाउछ ना मेडिकल नर्स सहित तमे भलो पाइबा हे गला ना अरे भलोला खूब भलोला मोर हृदयटा गोटे छोट महादेश जार टोटल पॉपुलेशन होछ जणे आ जेटा होछि तमे से पॉपुलेशन आ बड़ी मार नहीं कि कमी मार नहीं ଯଦି ମୋର ପ୍ରେମ ପ୍ରେମିକା ନଥାନ୍ତା ନା ତୁମକୁ ବର୍ବାଦ କରିବା ପାଇଁ ଗୋଟେ ବେଶୀ ସମୟ ଲାଗିନଥାନ୍ତା ଆରେ ଦେଖେଇ ପାରୁନି ବୋଲି ହସା ହେଇ ପଡିଛି ଆରେ ମୁଁ ତ ସେ ମାଟି ହାଣ୍ଡି ଉପରେ ଅଛି ଚକୁଳିଆ ପଣ୍ଡା ପରି ମୋ ଉପରେ ଯୋଉ ବିଧା ଗୋଇଟା ଲାତ ପଡୁଛି ସେ ଅଦୃଶ୍ୟ ଦୃଶ୍ୟଟାକୁ ସେ ଅଦୃଶ୍ୟ ଶକ୍ତିକୁ ମୁଁ ଖାଲି ପଚାରୁଛି ମୁଁ ତ ଘରର ଦୁଆରକୁ ବଡ଼ ବନ୍ଦ କରି ଚାବିଟା ତ ମୋ ହାତରେ ଅଛି ହେଲେ ମୋ ପାଖକୁ ଏତେ ଦୁଃଖ କଷ୍ଟ ଗୁଡା ଆସୁଛି କେମିତି ପସ୍ତେଇବ ତମେ ବହୁତ ପସ୍ତେଇବ ଶୀତଲ ମିଶ୍ର କାହିଁକି ନା ତମେ ଯୋଉ ସୀମାହୀନ ସ୍ୱାର୍ଥପର ହ୍ରଦକୁ ଶୂନ୍ୟ ନୌକାରେ ପହଞ୍ଚୁଛ ମୌଳିକ ସଂଖ୍ୟାର ଯୁଗ୍ମ ସଂଖ୍ୟା ଆଉ ଯୁଗ୍ମ ସଂଖ୍ୟାର ଅଯୁଗ୍ମ ହେଲା ଥରେ ମିଶ୍ର ସଂଖ୍ୟା ହୋଇ ଦେଖ ଜୀବନ ଗଣିତ ସହିତ ଜ୍ୟାମିତିର ଗଣିତ ଆଦୌ ସମାନ ନୁହେଁ ପସ୍ତେଇବ ତମେ ବହୁତ ପସ୍ତେଇବ ଶୀତଲ ମିଶ୍ର ତମେ ବହୁତ ପସ୍ତେଇବ ଆହୁରି କହିଚାଲ ତମେ ଏଇ ସେଦିନ ମୋ ସାମ୍ନାରେ ତମେ ମୋ
मते कड़किनी कहल चरित्रहीन कहल मो डाडी को सामने तुम मते बेस कहल समय आसीबो तुम अनुताप करिबो जो शीतल को तुम कादुरी नायिका सजै देछ से तोर आखिर लोर जगह बदली जीवो ता आखिर लोर जगह तुम आखिर पलक होई जीवो असे मते अनुताप करिबो କିଛି ହବନି ବର କିଛି ଭୁଲ କରିଛ ତମେ ଆଉ ଛବି ତମେ କ୍ୟାଲେଣ୍ଡର ତାରିଖ ବଦଳି ଯାଇଥାଏ ହେଲେ ଏମିତି ବି ଗୋଟେ ତାରିଖ ଆସେ ଯାହାକି କ୍ୟାଲେଣ୍ଡରକୁ ହିଁ ବଦଳେଇ ଦେଇଥାଏ ହେଲେ ମୋ ଜୀବନରେ ସେମିତି ଗୋଟେ ତାରିଖ ଆସିଥିଲା ତମେ ସେ ଭୁଲ କରନି ସେ ତାରିଖ ସମସ୍ତଙ୍କ ଜୀବନରେ ଆସିଥାଏ ସମସ୍ତଙ୍କ ଜୀବନରେ ଚାଲୁଣି କହିଛି ଛୁଞ୍ଚି ହେଲେ ମନେ ରଖ ବୁଝିଗଲେ ତମେ ସେ ପେପରଟା ଦେଇଛ ନା ସୁନା ହାତରେ ତମେ ସେ ପେପର ଦେଇଛ ତ କି ପେପର କେବଳ ମତେ ସେତିକି କୁହ ସେ ପେପରରେ ସାଇନ୍ କରି ଓକିଲ ପାଖକୁ ପଠେଇ ଦବ ଏମିତି କି ପେପର କି ସେଟା ୟସ୍ ପେପର ଗୋଟିଏ ସ୍ୱାର୍ଥପର ଝିଅକୁ ସଚ୍ଚା ପ୍ରେମିକର ଉଦିତ ଜବାବ ବାରମ୍ବାର ପୁରୁଷ ବଦଳୁଥିବା ନାରୀକୁ ଏ ପଥର ଛାତିଆ ସ୍ୱାମୀର ସାଇଲେଣ୍ଟ ଉପହାର ନୀରବ ପ୍ରତିବାଦ ମୋ ପୁଅକୁ ମତେ ଦେଇଦିଅ କହୁଛି ନା ମୁଁ ମୋ ପୁଅକୁ ତମକୁ ଦେଇପାରିବି ମୋ ପୁଅ ତମ ପାଖରେ ରହିବ କାହିଁକି ପୁଅ ମୋର ରକ୍ତ ମୋର ଆଧାର କାର୍ଡ ଜାଗାରେ ବାପା ନା ଜାଗାରେ ଆଉ ତା ନା ଲେଖା ହବ କାହିଁକି ଶୁଣ ସମ୍ପତ୍ତି ମୋ ପୁଅକୁ ମତେ ଦେଇଦିଅ ମୋ ପୁଅ ମୋର ଏକମାତ୍ର ଭରସା ଖାଲି ସିଏ ହସିଲେ ମୁଁ ହସେ ସେ କାନ୍ଦିଲେ ମୁଁ କାନ୍ଦେ ଏଇ ହସ ଲୁହ ଭିତରେ ମୁଁ ମୋ ଜୀବନଟାକୁ କଟେଇ ଦେବି ତମେ ଯଦି ମୋ ପୁଅକୁ ନେଇଯିବ ମୋ ଜୀବନ ଶବ ପାଲିଟି ଯିବି ଦିଅ ସମ୍ପଦ ମୋ ପୁଅକୁ ମତେ ଦିଅ ଦିଅ ଆରେ ଦିଅ ନାଇଁ ନାଇଁ ରହିଲେ ଭବିଷ୍ୟତ ପାଇଁ ବିପଦ ସମ୍ପଦ ତମେ ବୁଝୁନ କାହିଁକି ମନେ ମନେ ତ ସେଇଆ ଖୋଜୁଥିଲି ଆଉ ତମର କଣ ପେଣ୍ଡେଜ ଦରକାର କହୁନ ମୋ ପାଣି ଯାଇ ପ୍ରାଇଭେଟ ହିସାବରେ ତମ ଘରେ କରିଦେଇ ଆସିବ ଘରେ ଯାଇକିରି ଦେବ ହଁ କହିଲେ ଯେ ଯିବି ସେମିତି କରିବୁ ଟଙ୍କା ବୋଧେ ପଳେଇ ଯାଉଛି ତମେ ଘରେ ଯାଇ ସେବା କରିବ ହଁ ବିଶ୍ୱାସ କର ମୋ ଜୀବନ ଧନ୍ୟ ହେଇଗଲା ପୁଣି କାହିଁକି ଆସିବ ସେଇଆ କଥାବାର୍ତ୍ତା କରିବାକୁ ନାଟକ ସାରି ଆସି ଘରେ ଘରେ ଶୋଇଛନ୍ତି ମୁଁ ତ ଟୋଟାଲ ଶୋଇପାରୁନି ବାହାଘର ବୋଝଟା ମୁଣ୍ଡ ଉପରେ ଅଛି କେମିତି ସେ ବୋଝଟା ଶୋଇଲେ ମୁଁ ଟେନସନ ହଟିବ ମୁଁ ଶୋଇବି କଥାବାର୍ତ୍ତା ସରିଛି ଓକିଲଟି ବର୍ଷଟା ଆଦକୁ ପଠା ସରିଛି ବାସ୍ ଶୋଇଲା ଆଉ କଣ ମେନ୍ କାମ ତ ସରିଛି ଆରେ ମା ମୋ ଜୀବନ ଧନ୍ୟ ହେଇଗଲା ସଂସ୍କାର ସଂସ୍କାର ଆରେ ମା ପୁଅ ଜନ୍ମ କରିବ ସେବା ପାଇବ ଆଉ ମୋ ସ୍ତ୍ରୀଟା ଏ ବୟସରେ କେତେ ରୋଷେଇ ବାସ କରିକି ଦବ ଆগে ମୋ ପଡ଼କୁ ଦେଲି
ଆନନ୍ଦ ଇଏ ସମ୍ପଦ ସକ ଭାଗ୍ୟରେ ମିଳେ ମୁଁ କଣ କରିବି ଏବେ? ତାହେଲେ କୁହ ମୋ ବାଣିଜ୍ୟ କଣ କରିବେ ଏବେ? ଆରେ ତମେ କାଇଁ ବ୍ୟସ୍ତ ହଉଛ? ମୁଁ କହୁଛି ବା, ମୁଁ ଏ ଘରର ମୁରବୀ ଶିବା ପଣ୍ଡା। ମୁଁ କହୁଛି ମୋ ପୁଅ ସମ୍ପଦ ଏଇ ଝିଅକୁ ବାହା ହବ। ଏଇଟା ମୋର ଶେଷ ନିଷ୍ପତ୍ତି। ଅସମ୍ଭବ। ନିଷ୍ପତ୍ତି ତ ଶୁଣେଇଦେଲେ ଆଉ କୋଉଠି ବାହାଘର ହବ ଶୀଘ୍ର ଆଉ ତମେ ଯାଅ, ବ୍ୟସ୍ତ ହୁଅନି। ସମୁଦି ତମେ ବ୍ୟସ୍ତ ହୁଅନି, ମୁଁ କହୁଛି ବାହାଘର ସେଇଠି ହବ। ହଁ କହିଲା ଭଲରେ କହୁଛି, ସେ ଛୁଆକୁ ଯୋଉ ବାଟରୁ ସେଇଠି ଦେଇ ରହିଥାଅ ଟିକେ ମୋ ମୁହଁ ଉପରେ ଜବାବ ଦଉଛୁ। ଟିକେ ଯାହା କହୁଛି ଠିକ କହୁଛି ଶୁଣ ଆମ ଘରେ ରହିବ ହଁ ନନା ଆଜି ମୋ ନାତି ମୋ ଘରେ ରହିବ ମୁଁ କହୁଛି ମୁଁ ତାକୁ ପାଳିବି ପୋଷିବି ବଡ କରିବି ଆପଣ କହିବା ଅଛି ମୋ ଝିଅଟା ମରିଯିବ ଆଜ୍ଞା। ତାକୁ ବଞ୍ଚେଇ ଦିଅନ୍ତୁ ଆଜ୍ଞା, ତାକୁ ବଞ୍ଚେଇ ବୋଉ, ମୋ ବୋଉକୁ ଦିଅନ୍ତୁ ବୋଉ। ମୋ ପୁଅକୁ ମତେ ଦିଅନ୍ତୁ। ମୋ ପୁଅକୁ ଦେଖିବା ପାଇଁ ମୋ ଆଖି ଦିଟା ବୁଠି ଗଲାଣି ଲୋ। ଦିଅନ୍ତୁ। ପୁଅ ଆର ପୁଅ ଥାଏ ଯଦି ଚରିତ୍ର ହେଲା ବେଶ୍ୟାର ଗୋଟେ ପୁଅ କଣ ଆପଣ କହିଯାଉଛୁ କାହାକୁ ଚରିତ୍ରର ବେଶା ବୋଲି କହୁଛୁ ଆଉ ଜାଣିଛୁ କି ଚରିତ୍ରର ବେଶା ଯାହାକୁ କହୁଛୁ ସିଏ କାହିଁକି ଓ ଘରେ ପୁରୁଷ ମାନେ କଥାବାର୍ତ୍ତା ହେଲେ ଅନ୍ତତ ପକ୍ଷରେ ସ୍ତ୍ରୀ ମାନେ ଚୁପ୍ ହେଇ ରହିବା ଦରକାର। ଅଧିକା ମୁଣ୍ଡ ପୁରାଣି ନ ସାରିଆ। ହଉ ନନା ହଉ ଏ ସମ୍ପଦ ଯେତେ ହେଲେ ସିଏ ଆମ ଅତିଥି ତ ଶ୍ୱଶୁର ଆମ ଘର ଯେତେବେଳେ ଆସିଛନ୍ତି। ଯାଅ ବାବା ବାବା ରେ ତାଙ୍କ ପାଇଁ ଲେମ୍ବୁ ପାଣି ଗ୍ଲାସେ ବ୍ୟବସ୍ଥା କର। ଯା ଯା ବାବା ଯା। ଲେମ୍ବୁ ପାଣି ତ ଅଛି ହେଲେ ଚାପାଣି ଗ୍ଲାସ ନାହିଁ ନା। ସମୁଦ୍ରୀ କ୍ଷମା କରିବେ ସମୁଦ୍ରୀ। ମୋର ଯେତେ ଇଚ୍ଛା ଥିଲା ପାଣି ଗ୍ଲାସ ଦବା ପାଇଁ, କଣ କରିବି? ମୋ ଘରେ ତ ଜାପାନୀ ଗ୍ଲାସ କେ ଆକ୍ୱା ଗାର୍ଡ ଆଉ ତମେ ବଡ ବୋତଲରେ ଦାମିକିଆ ବୋତଲରେ ପାଣି ପିଅ, ସେ ସବୁ ନାହିଁ। ଲେମ୍ବୁ ପାଣି ଦେବାକୁ ଇଚ୍ଛା ଥିଲା କିନ୍ତୁ ଦେଇପାରିନି। କଣ ବୁଝିଗଲି, ସବୁ ବୁଝିପାରୁଛି। ଆପଣ ନିଶ୍ଚୟ ହୁଅନ୍ତୁନି ନା। ମୁଁ ମାନୁଛି ମୋ ଡାର୍ଲିଂ ଆପଣମାନଙ୍କୁ ବହୁତ ଅସମ୍ମାନ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଗୋଡ଼ ତଳେ ପଡୁଛି ନା। ତମେ ବାପ ଝିଅ ଦି ଜଣ ବୁଢା ଚାଲାକ। ତମେ ଭାବୁଛ ଆମେ ସବୁ ମଙ୍ଗଳ ଗ୍ରହରୁ ଆସିଛୁ? ମୋ ଝିଅ ଖାଇ ଆପଣଙ୍କୁ କ୍ଷମା ମାଗିବ। ମୁଁ ଆପଣମାନଙ୍କୁ କହୁଛି ହରିବ ତ ନାହିଁ। ଆପଣ ବେକରେ ରସି ବାନ୍ଧି କୁକୁର ଭଳିଆ ଘର କରି ବାନ୍ଧି ଦିଅନ୍ତୁ। ଘର ଲୋକ ଆସିଲେ କୁକୁର ଭଳିଆ ହେଲେ ମୋ ଭୁଲ ପାଇଁ ଝିଅକୁ ଏତେ ଦଣ୍ଡ ଦିଅନ୍ତି। ପାଟିରେ ଆସିଲା ବେଳେ ଚାରି ଥର ଝିଅଟା ମୋର ଚେତା ହେଇ ବସେ। ତା ଦୁଃଖ ଆଉ ସହି ମାଗ ସୂର୍ଯ୍ୟ ମିଶ୍ର ଭିକ ମାଗ। ସେଦିନ ମୋର ନନା ଆଉ ବୋଉ ତମେ ଘରେ ଏମିତି କାନି ପକେଇ ଭିକ ମାଗିଥିଲେ। ଆଜି ଠିକ ସେମିତି ତମେ ଆମ ଘରେ ଏମିତି କାନି ପକେଇ ଭିକ ମାଗିବ।
ଆଉ ତାପରେ ଦେଖିବ ଗର୍ବ ଅହଙ୍କାର କେମିତି ଖେଳ ଥାଉରେ ସମ୍ପଦ ସେମିତି କହନି ତୁ ସେମାନେ ଯାହା ଭୁଲ କରିଛନ୍ତି ତାର ଶାସ୍ତି ସେ ପାଇ ସାରିଲେଣି ଏତେ ନିଷ୍ଠୁର ହେଇଯାଆନ୍ତି ରେ ତାହେଲେ ଭଗବାନ କ୍ଷମା ଦେବେନି ମୁଁ ରାଜି ବାବୁ ଆପଣ ମାନଙ୍କ କଥାରେ ମୁଁ ରାଜି ପାଇଲାଛି এই সূর্য মিশ্র ঝিও হওয়ার ଟିକେ ହସ ଦେଖିବା ଆପଣଙ୍କ ଆଗରେ ହାତ ମାରି বড় গোটিয়ে মিলিছি তা মা মরেছি আপরে ও তাকে ভালি খুশি এ বুড়া বয়সে মোর সাহবর্ষা বলে একমাত্র হচ্ছে সে যা ছোটে কোথায় কোনো দিলে সে হয়েছে नाचिबा सूर्य मिश्र तुम्हें आज एइटी आम घरे नाचिब तबे सेमिते कोनी रे नाना भगवान तुमको केबे क्षमा देबेनी ओ नाची आपण कोथाय नाची आई इसे सब किछि लागाने ए बस ए पकड़े दूर साली wait सूर्य मिश्र अजय दिलो तुमे नाचिबो भी तुमे नाचो तबे एते निष्ठुर जमा हुआनी नाना भगवान सहीबेनी केबे क्षमा देबेनी तुमको नहीं बाबू तुम एते सरल हे जानी काहे कि ना एमान क्षमा पाइबार योग्यता नाही ये योग्य के अयोग्य से कथा को खारे मु कैसी जानसी मु जानसी सदा कोन मु जानसी दोषी किए लालो माई ऐसा नु कथा ना कहां रो भूल ए सुनो सूर्य मिश्र दोष करिछि सिए क्षमा मागिबो सिए नचैछि सिए नाचिबो भी सिए नाचो सूर्य मिश्र नाचो अरे बाबा संपद ना मोबाइल अछि मन करी आनी छ तो हां हां तो थी बाबा हां बटे मोबाइल बाहर करू बटे इमिति भला गीत लगाई दम तो ससुर नाचियो मुटी के देखि खुशी हेबी लगा लगा व्यस्त Shiva
କହିଥିଲ ତ ମତେ ଶୀଘ୍ର ମୁଁ ଚରିତ୍ରୀ ନୁହେଁ ନା ମୁଁ ବେଶ୍ୟା ଠିକ ଅଛି ଯଦି ମୁଁ ଚରିତ୍ର ହିଁ ନାହିଁ ଥିବେ ଯଦି ମୁଁ ଗୋଟେ ବେଶ୍ୟା ହେଇଥିବି ତାହେଲେ ମୁଁ ନର୍କବାସୀ ହେଇଯିବି এই শীতল যদি তোমার প্রকৃতরে প্রেমিকা হইতিব প্রকৃতরে স্ত্রী হইতিব আমার পাইবারে তা স্ত্রী পরিবারে যদি পবিত্রতা থিব তুমি বেদিনে অনুভব করিব পস্তাইব তুমি পস্তাতাপ লুহারে তুমি জানি পড়ি পাউস হইଯିବ তুমি ও তুমি আজি তো ମୁଁ ଖାଲି ହାତରେ ଫେରି ଯାଉଛି ହେଲେ ଗଲାବେଳେ ତମକୁ ମୁଁ ଅଭିଶାପ ଦେଇ ଦଉଛି ପଣ୍ଡା ମନେ ରଖ ଠିକ ମୋରି ପରି ଆର ଜନ୍ମରେ ତମକୁ ବି ଗୋଟେ ଝିଅ ଚାଲ ଡାର୍ଲିଂ ଚାଲ ଆମେ ଏଠୁ ଚାଲିଯିବା ଚାଲ ସିଏ କଣ କହିଗଲା କଣ ଅଭିଶାପ ଦେଇଗଲା ତାରି ପରି ତମର ଗୋଟିଏ ଝିଅ ହବ ତୋରି ବୋପା ଶିବା କଣ କହୁଥିଲୁ ତୁ ସେ ମେଡିକାଲ ଛାଡି ଆସିଲା ତୋ ସହିତ ସିଏ ବେଇମାନ କଲା ଆରେ ସିଏ ଚାହିଁ ନଥିଲେ तू अजी बंची न थांतु सिए न चाहतिले तो लाश घर को फेरी थांता कोन करी तू बंची खाऊ खाऊ से विधवा हे गला अरे सिए विधवा हैनी मोर आखी सामने रे 50 लाख टंका पाई तोरी बापा ताकू विधवा करी छी तोरी बापा पंडा दुनिया में यह कथा कहानी को ना पाइबा पाई बाध्य करिथिला तोरी को पास की पापना तार किछि दोष नहीं रे सब फूल होची तोरी को पास की पापना सारी माई किनिया सारी देलालो सबु अल्लाह कहिला भला यीशु कहिला भला भगवान कहिला भला लेकिन ये संपद पंडा कहिला पूरा अभिमान तू तो को तंटी चिपी मारी देइछि ए बाबा सपद हम गोटा झियो प्रति जा अन्याय करि जे अविचार करि जे भगवान हमको केबे क्षमा देबेनी अरे तू गोटा किछि कर रे तू गोटा किछि कर जीवी वो शिकार पाठ को जीवी আর মু সেটা যাই পারিবনি भगवान जीवी और तो কথা রে यही मते अटकाई पारिबेनी कहीं नुए एले मो नपी करे नहीं जाउछु ओ जे पोर नुए से नातीर हबो केमती तमे ना सही बापा तमे ना सही बिछुआ बापा ने मते कहितलो शीतल मते मेडिकल ले छाड़ी कोडे पळैथिला तमे सही बिछुआ बापा ना जे मते कहितलो शीतल तते भलो पाउनी तो संगे टाइम पास करूची बोली
ନଦୀ ସେ ପାଖରେ ଠିଆ ହେଇ ଖୁବ୍ ଜୋରରେ ଡାକୁଥିଲେ, କିଏ କୋଉଠି ଅଛ? ମତେ ବଞ୍ଚାଅ, ମତେ ରକ୍ତ ନଦୀ ପାର କରିଦିଅ। ମୋ ପଶ୍ଚାତରେ ମହାବଳୀ ଦ୍ୱିତୀୟ ପାଣ୍ଡବ ଭୀମ ମତେ ମାରିଦବ। ମତେ ରକ୍ତ ନଦୀ ପାର करी पी जाए हेलो नहीं आलो सारिया छोट थिला मो छाती ऊपर गुण पकई सोउथिला अलगा सोइला हेलो से सिना मते बुझी पारिलानी तू पूरा 35 वर्ष है मो घर को बहु तू कौन जानी पारिलु तो स्वामी कौन तो स्वामी चरित्र मत तुम जहाँ कहला मत स्वार्थ मर बेईमान बाप बोली तू बची थाउ थाउ तू मारी देलु न सारिया मारी देलु सारिया ଛାତିଟା ଫାଟି ଯାଉଛି ନା? କଣ ଚିନ୍ତା କରିପାରୁଛ? ସେଦିନ ଶୀତଲକୁ କେତେ ବାଧିଥିବ, ତା ଛାତିଟା ଫାଟି କେତେ ଖଣ୍ଡ ହେଇଯାଉଥିବ। ये सारिया हेलो तू केमिति जानिबु नारी आखिर लुह तरल पदार्थ रे तियारी सहजरे बहि जाए हे पुरुष कोर आखिर लुह कठिन पदार्थ रे तियारी प्रत्येक मुहूर्त रे प्रत्येक समय रे आखि देखा को लाल कर दिए लाल कर दिए सारे ଆଉ ଅଭିନୟ କରିବା ଦରକାର ନାହିଁ। 35 ବର୍ଷ ହେଲା ମୁଁ ଜାଣିଥିଲି ତମେ ଜଣେ ଭଲ ମିଲିୟନର ଲୋକର, ହେଲେ ମୁଁ ଜାଣିନଥିଲି ତମେ ସତକୁ ସତ ଗୋଟାଏ ମିଲିୟନ ପାଲଟି ଯାଇଛ। ये सारिया हेलो मिलियन न होइतले ସେମାନେ ଆମ ପୁଅଟାକୁ ମାରି ଦେଇଥାନ୍ତେ हेलो से कोटिपतिर झियो स्वामी थाउ थाउ विधवा ହେଇଗଲା ବୋଲି ତୁ ମତେ ବୁରା ମଣିଷ କହୁଛୁ ନା ଆଜି ଯଦି ମୋ ପୁଅଟାର କିଛି ହେଇଯାଇଥା ତାହେଲେ ତୁ କଣ ମୋ ବଞ୍ଚି ପାରିଥାନ୍ତୁ ମୋ ଛାତି ଭିତର ପରିଜାଟା ଫଟେଇ ରକ୍ତ ଗୁଡାକ ପିଚ ପାଚ ହେଇଗଲେ कहलु सारिया तू कौन सही पारिथान्तु शीतल कोटिपतिर झियो 10 थर स्वामीटा बदलैले तापई किछि स्वामीर अभाव रहिबेनी हेले मो पुओटा आज जदि मरी जाई थांता तू कौन बची पारिथान्तु सारिया हे सारिया हेलो 3 वर्ष है भाड़े तो कौच ये सारिया सेदिन शीतल कौन कहगला दीटा बाघ मुखा पिंडा मनीष सी बाजार को गला बेले गाड़ी रू ओलेला बेले ताको हाड़ी पके सेमाने काई शीतल को मारिलेनी କାହିଁକି? हेलो सेमाने पूरा शीतल रो निचा लोक ए सारिया हेलो पिलाटी दिने जेते बेले टोकाटा अझट होउथेला
ଗୋଟିଏ ଚାପୁଡା ପକେଇ ଦଉଥିଲୁ ମୋ ଭିତରେ ପୁରା ମହାଭାରତ ତୁ କଣ ସବୁ ଭୁଲିଗଲୁ ତୋର କଣ କିଛି ମନେ ପଡୁନି ମନେ ପଡୁଛି ଏଇ ଆଜି ପର୍ଯ୍ୟନ୍ତ ମୁଁ ଜାଣିଥିଲି ତମେ ଜଣେ ଭଲ ଭିଲିଆନ ରୋଲ କର ହେଲେ ଆଜି ଜାଣୁଛି ତମେ ଜଣେ ଭଲ ବାପ ରୋଲ ବି କରିପାର ମୁଁ ଯାଉଛି ନଡ଼ିଆ ପାଖରୁ ମିଠା ନେଇ ଆସେ ଗାଁରେ ସାହିରେ ବାଣ୍ଟିବା ହେଲା ଏମିତି କଣ ହଉଛ ଯେମିତି କିଛି ବୁଝିପାରୁନ ଇଲୋ ସୋନା କଣ ତୁ ବାହେନୁ ମାହେନୁ କେମିତି ମଲା ସେଦିନ ଛାତ ଉପରୁ ଗଲାକୁ ତମେ ଯୋଉ ମତେ କୁଣ୍ଡେଇ ପକେଇଥିଲେ ଜାଣିପାରୁନ ବୋଧେ ସେଦିନ ବାବୁ ନଥିଲେ ଛାତ ଉପରୁ ଚାଲି ଯାଇଥିଲି ଆଉ ଛାତ ଉପରୁ ଯାଇଥିଲି କୁଣ୍ଡେଇ ପକେଇଲି ଆଉ କୁଣ୍ଡେଇ ପକେଇଲି କଣ କିଏ ମା ହେଇଯାଏ କଣ କହିଲ ତମେ କଣ କହିଲ ଠିକ ଅଛି ଆଜି ବାବୁ ଆସନ୍ତୁ ଯଦି ତମ ଖବର ମୁଁ ନ ଖୋଜିଛି ମତେ କହିବ ମୁଣ୍ଡ ଠିକ ଅଛି ତ କାହିଁକି ଅସମ୍ଭବ କାହିଁକି ଅସମ୍ଭବ କାହିଁକି ଅସମ୍ଭବ ହିରୋ ନା କଣ ତାହେଲେ ତମେ ଯଦି ତାକୁ ବାହା ହବ ତାହେଲେ ମୁଁ କଣ କରିବି ତୁ କିଏ ବା ସେ ଯଦି ତମ ସ୍ତ୍ରୀ ହବ ତାହେଲେ ମୁଁ କଣ ହେବି ଶାଢ଼ୀ ଶାଢ଼ୀ ହବ କଣ କହିଲୁ ଶାଢ଼ୀ ହବ ମୁଁ ତ ଶାଢ଼ୀ ହେବି ହଁ ଏଇ ଗୋଟେ କାମ କରିବା ତାକୁ ପଚାର ବର୍ତ୍ତମାନର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ତାକୁ ପଚାର ସେ ଯଦି ରାଜି ହେଇଗଲା ତାହେଲେ ତମ ଦି ଜଣ ମୁଁ ହ୍ୟାଣ୍ଡେଲ କରିନେବି ଏମିତି କଣ କଥାବାର୍ତ୍ତା କରୁଛୁ ସାଧୁ ତମେ କିଏ ଏମିତି କଣ କଥାବାର୍ତ୍ତା କରୁଛ ତମେ ସେ ତମ ପାଇଁ ବି ମତେ ଭଲ ପାଉଛନ୍ତି ଆଉ କେତେଥର ମୋ ସହିତ ଗପ ସମ୍ପର୍କ ବି ମୋ ଗର୍ଭ ବି ନଷ୍ଟ କରିଛନ୍ତି ଏଇ ପାପି ଅନାନୀ ତୋ ଗର୍ବ ନଷ୍ଟ କରିବା ପାଇଁ ମୁଁ ବାଧ୍ୟ କରିଦେଲି ହଁ এই গর্ব তোর মেডিসিন আইনু তু সুস্থতা বাবা বউ মুন্ডে কম বলে দউଛୁ ତ ଖାଲି ମୋ ପାପି କହିଛି ଆଉ କେତେ ପରେ ତମ ହାତରେ ହ୍ୟାଣ୍ଡକପ୍ ପଡ଼ିବ ତମେ ନା ସମ୍ପଦକୁ ମାରିବା ପାଇଁ ବାଘ ମୁଖା ପିନ୍ଧିଥିଲ ଇଏ କଣ କହିଲ ଏଇ ସେ ସମୁଦ୍ରକୁ ମାରିବାକୁ ବାଘଙ୍କ ପିନ୍ଧିଥିଲେ କାହିଁକି ଖାଲି ସେତିକି ନୁହେଁ ଭଉଣୀ ମେଡିକାଲରେ ଥିଲାବେଳେ ସମ୍ପଦକୁ ମାରିବା ପାଇଁ ଇଏ ମତେ 2 ଲକ୍ଷ ଟଙ୍କା
ମୋ ନାଁରେ ଏଫଆଇଆର ବାବୁ ହଁ ତୋ ନାଁରେ ଏଫଆଇଆର ଦେବି। ଏବେ ଉଡି ଉପରକୁ ଯା। ଏଇ, ଏଇ। ସାନ ବାବୁ ଆପଣ ଆସନ୍ତୁ ଆସନ୍ତୁ। ଏଇଟା ମଣିଷ ନୁହଁ, ଚାକର ହେଇ ମାଲିକ ହବାକୁ ଅପେକ୍ଷା କରିଛି। ମରିଯାଉ। ସେ ସ୍ୱପ୍ନ ମୁଁ ତାକୁ ଦେଖାଇଛି ଲୋ। ସାନ ବାବୁ ଆପଣ ଏ କାହାଣୀର ରିଏଲି ଭିଲେନ। ଏ ସାଧୁ ଏ ପଙ୍ଗୁ ଆମର ଆକ୍ଟିଂ କରି କରି ବୋର ହେଇଗଲାନି ରେ। ଟିକେ ଦରଦାରି ବନା ହେଇଯିବା। ଜାଣିପାରିଲେନି ତମ ଦିନକୁ ଛାଡ଼ିବା। ଏସବୁ କଥା ଜାଣି ସାରିଲେଣି ଯେତେବେଳେ ତମେ ଦି ଜଣ ଏବେ ମରିବ। ଏ ସାଧୁ ଏବେ ରେପ୍ ଆଣ୍ଡ ମର୍ଡର ସିନ୍ ଷ୍ଟାର୍ଟ କରିବା। ସେଇଟାକୁ ମତେ ଦିଅ। ସାନ କହୁଛି ଭଲ ବାଚ୍ଚା ପୂରଣ ହେଇଯାଉ। ମୋ ପୁଅକୁ ଦିଅ। ଆରେ ଦିଅ ପରା କହୁଛି।